ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ପ୍ରତିକା ବାଦ୍। ଭାରତ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଐତିହାସିକ ଗ୍ରାଉଣ୍ଡ ଲର୍ଡସରେ ଚଳିତ ଜୁଲାଇ 10ରୁ 13 ପର୍ଯ୍ୟନ୍ତ ଖେଳାଯିବ। ଉକ୍ତ ଟେଷ୍ଟ ମ୍ୟାଚ୍ରୁ ଭାରତୀୟ ଓପନର ପ୍ରତିକା ରାୱଲ ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ପ୍ରତିକା ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପ୍ରିୟା ପୁନିଆଙ୍କୁ ସାମିଲ କରାଯାଇଛି। ଏନେଇ ବୁଧବାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଅମଲ ମଜୁମଦାର ସ୍ପଷ୍ଟ କରିଛନ୍ତି। ପ୍ରତିକା ମହିଳା ଟ୍ୱେଣ୍ଟି ବିଶ୍ୱକପ୍ ଲାଗି ଭାରତୀୟ ଦଳରେ ସାମିଲ ନଥିଲେ। ଆହତ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଲାଗି ଦଳରେ ସ୍ଥାନ ପାଇଥିଲେ। ସୁସ୍ଥ ନ ହେବାରୁ ତାଙ୍କୁ ଶେଷରେ ବାଦ୍ ଦିଆଯାଇଛି। ପ୍ରିୟା ପୁନିଆ ଇଂଲଣ୍ଡ ଏ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଭାରତ ଏ ଦଳ ପକ୍ଷରୁ ଖେଳି ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ।